ଆଜିର ରାଶିଫଳ ଜାନୁଆରୀ ମାସ 20 ତାରିଖ 2026 ମସିହା ମଙ୍ଗଳବାର। ଆଜିର ସୂର୍ଯ୍ୟୋଦୟ ସମୟ 6ଟା 28, ସୂର୍ଯ୍ୟାସ୍ତ ସମୟ 5ଟା 28। ଚାଲନ୍ତୁ ଜାଣିବା ଆଜିର ପଞ୍ଚାଙ୍ଗ। ମାଘ ମାସ କୃଷ୍ଣପକ୍ଷ, ତିଥି ଦ୍ୱିତୀୟା, ରାତ୍ରି 2ଟା 55 ଗତେ, ତୃତୀୟା। ନକ୍ଷତ୍ର ଶ୍ରବଣ, ଦିବା 1:58 ଗତେ, ଧନିଷ୍ଠା। ଚନ୍ଦ୍ର ମକର, ରାତ୍ରି 2ଟା 19 ଗତେ, କୁମ୍ଭ। ଯୋଗ ଅଶ୍ରୁଳ। ସିଂହ ରାଶିର ଘାତ ଚନ୍ଦ୍ର, ମକର ରାଶିର ଘାତ ବାର। କାଳ ବେଳା ଦିବା 1:20 ଗତେ, 2ଟା 42 ମଧ୍ୟ। ବାର ବେଳା ଦିବା 7ଟା 39 ଗତେ, 9ଟା 14 ମଧ୍ୟ। ବିଶୁଦ୍ଧ ବା ଅମୃତ ବେଳା ଦିବା 9ଟା 15 ଗତେ, 11ଟା 16 ମଧ୍ୟ। 2ଟା 43 ଗତେ, 3ଟା 15 ମଧ୍ୟ। 4ଟା 4 ଗତେ, 5ଟା 26 ମଧ୍ୟ। ବିଶୁଦ୍ଧ ବା ମହେନ୍ଦ୍ର ବେଳା ନାସ୍ତି। ଆଜି ବୋଇତକରେ ଖାଇଲେ ଦେହ ପ୍ରତି ହାନିକାରକ ହୋଇଥାଏ। ଚାଲନ୍ତୁ 12ଗୋଟି ରାଶିର ନାମ ଜାଣିବା ଏବଂ କେମିତି ରହିଛି ଆପଣଙ୍କ ଦିନ ସେ ବିଷୟରେ ଜାଣିବା ପୂର୍ବରୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ପାଖରେ ଥିବା ବେଲ୍ ଆଇକନ୍ ଦେବେ, ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ପ୍ରଥମେ ଦେଖିବା ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ଦିନଟି ଶୁଭ ଫଳଦାୟୀ ଅଟେ। ଶାରୀରିକ ମାନସିକ ସ୍ୱାସ୍ଥ୍ୟ ଉତ୍ତମ ରହିବ। ନୂଆ କାର୍ଯ୍ୟରେ ଶୁଭ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ। ସେହିଭଳି ଦେଖିବା ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ। କମ୍ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ। ଧ୍ୟାନ ରଖିବେ କୋର୍ଟ କଚେରୀ ବିଷୟରେ ନ ପଡ଼ିବା ପାଇଁ ଉପଦେଶ। ପରିବାର ସୁଖ ଶାନ୍ତି ରହିବ। ନୂଆ କାର୍ଯ୍ୟରେ ପ୍ରାରମ୍ଭ ଆଜି କରିପାରିବେ। ଆକସ୍ମିକ ଧନ ଲାଭ ହେବ। ସେହିଭଳି ଦେଖିବା ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ। ସନ୍ତାନ ସମ୍ବନ୍ଧିତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କ ଭେଟରେ ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି। ବ୍ୟବସାୟୀ ଆର୍ଥିକ ରୂପରେ ଲାଭ ହେବ। ମଧ୍ୟାହ୍ନ ପରେ ସମ୍ଭାଳି କରି ଚାଲିବାକୁ ଉପଦେଶ। ସେହିଭଳି ଦେଖିବା କର୍କଟ ରାଶିର ବ୍ୟକ୍ତିମାନଙ୍କ ପାଇଁ। ଆଜିର ବ୍ୟବସାୟୀ କ୍ଷେତ୍ରରେ ଅଧିକାରୀଗଣଙ୍କ କୃପା ଦୃଷ୍ଟି ଆପଣଙ୍କ ପ୍ରଗତିର ମାର୍ଗ ଖୋଲିବ। ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି। ପିତା ଏବଂ ବଡ଼ଙ୍କର ଆଶୀର୍ବାଦରେ ଲାଭ ହେବ। ମଧ୍ୟାହ୍ନ ପରେ ମିତ୍ରମାନଙ୍କ ଠାରୁ ହେବ। କୌଣସି ସାମାଜିକ ପ୍ରସଙ୍ଗରେ ଉପସ୍ଥିତ ରହିବାକୁ ପଡ଼ିପାରେ। ସେହିଭଳି ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ। ଅଧିକାରୀମାନଙ୍କ ସହିତ ବାଣୀ ଏବଂ ବ୍ୟବହାର ନିୟନ୍ତ୍ରଣ ରଖିବେ। ବ୍ୟାପାରରେ ବିଘ୍ନ ଆସିପାରେ, ଆଶଙ୍କା ଅଛି। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣମାନଙ୍କ ପାଇଁ ପରିସ୍ଥିତି ବହୁତ ଜଟିଳ ରହିବ। ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ। ସେହିଭଳି କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟରେ ଧ୍ୟାନ ରଖିବେ। ସରକାରୀ ଓ ବିରୋଧୀ ଦୂରରେ ରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ବନିପାରେ। ଇଷ୍ଟ ଦେବତାଙ୍କ ଶରଣରେ ସମସ୍ୟାଗୁଡ଼ିକ ନିବାରଣ ହେବ। ସେହିଭଳି ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ। ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନ ଦିନ ବିତିବ। ଭାଗୀଦାରୀ ସହିତ ସମ୍ବନ୍ଧ ଭଲ ରହିବ, ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ସ୍ୱାସ୍ଥ୍ୟର ଧ୍ୟାନ ରଖିବେ। ଆକସ୍ମିକ ଖର୍ଚ୍ଚ ହୋଇପାରେ। ସେହିଭଳି ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ଆତ୍ମବିଶ୍ୱାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାର ପ୍ରସ୍ତୁତ କରିବେ। ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବ। ଉଗ୍ରତା ରହିବ, ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ମିତ୍ର ଏବଂ ସ୍ନେହଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନର ଯୋଗ ଅଛି। ସେହିଭଳି ଦେଖିବା ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ। ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ। ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଓ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତି କରିପାରିବେ। ଘରର ବାତାବରଣ ସୁଖ ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତି ହେବ। ସେହିଭଳି ଦେଖିବା ମକର ରାଶି ବ୍ୟକ୍ତିମାନଙ୍କ ପାଇଁ। ପାରିବାରିକ ଜୀବନ ଶାନ୍ତି ବନାଇ ରଖିବା ପାଇଁ ନିରର୍ଥକ ବାଦ ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନ ହେଉ, ଏହାର ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ଆପଣଙ୍କ ସ୍ୱଭାବରେ ଭାବୁକତା ବଢ଼ିପାରେ। ଆପଣଙ୍କ ରଚନାତ୍ମକ କ୍ଷମତାର ବୃଦ୍ଧି ହେବ। ସେହିଭଳି କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ବୈଚାରିକ ଦୃଢ଼ତାକୁ ସର୍ବପ୍ରଥମେ ସ୍ଥାନ ଦେବାକୁ ହେବ। ମିତ୍ରମାନଙ୍କ ସହିତ ସାକ୍ଷାତ କରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ। ଛୋଟ ଯାତ୍ରାରେ ଆୟୋଜନ ହୋଇପାରେ। ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିପାରେ। ଶେଷ ଦେଖିବା ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ମଧ୍ୟାହ୍ନ ପରେ ଆପଣ ବୈଚାରିକ ସ୍ଥିରତା ସହିତ ନିଜ ହାତକୁ ଆସିଥିବା କାର୍ଯ୍ୟଗୁଡ଼ିକ ସମ୍ପୂର୍ଣ୍ଣ କରିପାରିବେ। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦେବେ।